ମାଥିଲି ରାଜ୍ୟର ରାଜା ଚନ୍ଦ୍ରଭାନୁ ଥିଲେ। ତାଙ୍କର ଗୋଟିଏ ପୁତ୍ର ଥିଲା, ତାର ନାମ ସୁନ୍ଦରଭାନୁ। ସୁନ୍ଦରଭାନୁ ଅନ୍ଧ ଥିଲା। ରାଜା ଚନ୍ଦ୍ରଭାନୁଙ୍କର ବୟସ ବଢୁଥିବାରୁ ସେ ସୁନ୍ଦରଭାନୁକୁ ରାଜଗାଦି ସମର୍ପିବା ପାଇଁ ଚାହୁଁଥିଲେ। ସୁନ୍ଦରଭାନୁଙ୍କର ଅନ୍ତରଙ୍ଗ ମିତ୍ର ଥିଲା କରିତ୍କର୍ମା, ସେ କଣା ଥିଲା। ଚନ୍ଦ୍ରଭାନୁ ଯେତେବେଳେ ସୁନ୍ଦରଭାନୁକୁ ରାଜଭାର ଗ୍ରହଣ କରିବାକୁ କହିଲେ, ସେତେବେଳେ ସୁନ୍ଦରଭାନୁ କହିଲା, ପିତାଶ୍ରୀ, ମୋତେ ଯଦି ରାଜ୍ୟଭାର ଦେଇ ରାଜା କରିବାକୁ ଚାହୁଁଛନ୍ତି, ତେବେ ମୋର ମିତ୍ର କରିତ୍କର୍ମାକୁ ମନ୍ତ୍ରୀ ପଦ ଦିଅନ୍ତୁ। ସୁନ୍ଦରଭାନୁଙ୍କ କଥା ଅନୁସାରେ ସୁନ୍ଦରଭାନୁ ରାଜା ଆଉ କରିତ୍କର୍ମା ମନ୍ତ୍ରୀ ହେଲେ, ମାନେ ଅନ୍ଧ ରାଜା କଣା ମନ୍ତ୍ରୀ। ସୁନ୍ଦରଭାନୁଙ୍କର ବଡ଼ ରାଣୀ ଆଦ୍ୟାଶା ଓ ସାନ ରାଣୀ ବିଦିଶା ଥିଲେ। ଆଦ୍ୟାଶାଙ୍କ ଠାରୁ ଗୋଟିଏ ପୁଅ ଆଦ୍ୟଭାନୁ ଓ ବିଦିଶାଙ୍କ ଠାରୁ ଗୋଟିଏ ପୁଅ ବିଦ୍ୟଭାନୁ ଜନ୍ମ ହୋଇଥିଲେ। କିଛି ଦିନ ପରେ ଚନ୍ଦ୍ରଭାନୁଙ୍କର ମୃତ୍ୟୁ ହେଲା। ଚନ୍ଦ୍ରଭାନୁଙ୍କର ମୃତ୍ୟୁ ପରେ କରିତ୍କର୍ମାଙ୍କ କଥାରେ ସୁନ୍ଦରଭାନୁ ରାଜ୍ୟ କାର୍ଯ୍ୟ ଭୁଷୁଡ଼ି ପଡ଼ିଲା। କାହିଁକି ନା କରିତ୍କର୍ମା ହେଉଛି କଣା, ତାର କିଭଳିଆ ବୁଦ୍ଧି ଦେଖନ୍ତୁ। ସେନାପତିଙ୍କର ନାମ ଥିଲା ବଳବାନ। ସେଇ ବଳବାନଙ୍କର ବଳ ବୁଦ୍ଧି, ମାନେ ତାଙ୍କ ବୁଦ୍ଧିରେ କଣା ପରିଚାଳିତ ହେଉଥିଲା, କରିତ୍କର୍ମା କଣା। ତେଣୁ ବଳବାନଙ୍କର ବୁଦ୍ଧି ବଢ଼ିବାକୁ ଲାଗିଲା। ରାଜଗୁରୁଙ୍କ ନାମ ଆଚାର୍ଯ୍ୟ ଗୁରୁ ଥିଲା। ଆଚାର୍ଯ୍ୟ ଗୁରୁଙ୍କ କଥାରେ କିଛି ମୂଲ୍ୟ ରହିଲା ନାହିଁ। ବଳବାନଙ୍କ କଥାରେ ମନ୍ତ୍ରୀ କରିତ୍କର୍ମା ଚାଲୁଥିଲେ ଏବଂ କରିତ୍କର୍ମାଙ୍କ କଥାରେ ସୁନ୍ଦରଭାନୁ ରାଜକାର୍ଯ୍ୟ ଚଳାଉଥିଲେ। ସେନାପତି ବଳବାନ ଚାହୁଁଥିଲା ଯେ ଆଚାର୍ଯ୍ୟ ଗୁରୁ ରାଜଗୁରୁ ପଦରୁ ହଟେଇ ଯାଆନ୍ତୁ। ସେଥିପାଇଁ ଆଚାର୍ଯ୍ୟ ଗୁରୁଙ୍କୁ ରାଜସଭାରେ ପାଗଳ ସଜାଇଥିଲେ ଏବଂ ରାଜସଭାରୁ ସବୁଦିନ ପାଇଁ ବାହାର କରାଇଲେ। ଆଚାର୍ଯ୍ୟ ଗୁରୁଙ୍କର ରାଗ ବଢ଼ିଲା। ସେ ପ୍ରତିଶୋଧ ପରାୟଣ ହେଲେ ଏବଂ ପ୍ରତିଶୋଧ ନେବା ପାଇଁ ପଣ କଲେ। ସେଥିପାଇଁ ସେ ରାଜ୍ୟ ଓ ରାଜସଭା ଉପରେ ନଜର ରଖିଲେ। ବଳବାନଙ୍କର ସାନ ରାଣୀ ବିଦିଶାଙ୍କ ସହ ଗୁପ୍ତ ସମ୍ପର୍କ ଥିଲା। ତେଣୁ ସେ ବଡ଼ ରାଣୀ ଆଦ୍ୟାଶା ଓ ତାଙ୍କ ପୁତ୍ର ଆଦ୍ୟଭାନୁକୁ ସବୁଦିନ ପାଇଁ ରାସ୍ତାରୁ ହଟେଇବାକୁ ଚାହୁଁଥିଲା। କିଏ? ବଳବାନ। ଚକ୍ରାନ୍ତର ପର୍ବ ଆରମ୍ଭ ହେଲା। ରାଜା ସୁନ୍ଦରଭାନୁ ଶୋଇଥିବା ବେଳେ ବିଦିଶା ଡାକିଲା। କଣ ଡାକିଲା? ଦୌଡ଼ି ଆସ, ଦୌଡ଼ି ଆସ, ଦୌଡ଼ି ଆସ। ଯୋଜନା ଅନୁସାରେ ମନ୍ତ୍ରୀ, ସେନାପତି, ଆଦ୍ୟାଶା ଓ ଆଦ୍ୟଭାନୁ ସମସ୍ତେ ଆସିଲେ। ସେଠାରେ ଆଦ୍ୟାଶା ଓ ଆଦ୍ୟଭାନୁକୁ ଦୋଷୀ ସଜାଇଲେ, ଘୋଷାଡ଼ି ଆଣିଲେ। ବିଭିନ୍ନ କହିଲେ ରାଜା ସୁନ୍ଦରଭାନୁକୁ ଆଗରେ ଠିଆ କରେ। ରାଜା ସୁନ୍ଦରଭାନୁକୁ ତ କିଛି ଦୋଷ ନାହିଁ ନା, ଠିଆ କରାଇ ବିଭିନ୍ନ କଥା କହିଲେ, ଗାଳିଗୁଲଜ କଲେ, ତୁ ରାଜାକୁ ମାରୁଛୁ। ଏମିତି ମହାରାଜା ଆଦ୍ୟାଶା ଓ ଆଦ୍ୟଭାନୁ ଆପଣଙ୍କୁ ମାରି ରାଜା ଓ ରାଜମାତା ହେବାକୁ ଚାହୁଁଛନ୍ତି ବୋଲି ରାଜାଙ୍କୁ ଜଣାଇଲେ ମନ୍ତ୍ରୀ ଆଉ ସେନାପତି। ଦେଖନ୍ତୁ, ଦୁହିଁଙ୍କ ହାତରେ ଦୁଇଟି ଛୁରୀ ଅଛି। ଆଦ୍ୟାଶା ଓ ଆଦ୍ୟଭାନୁଙ୍କ ହାତରେ ଛୁରୀ ନଥାଏ ପ୍ରକୃତରେ,
ସେମାନେ ସତ କହିଲେ ରାଜାକୁ ଆଉ କ'ଣ ଦିଶୁଛି, ରାଜା ତ ଅନ୍ଧ। ତେଣୁ ରାଜା ବିଶ୍ୱାସ କରନ୍ତିନି। କାହିଁକି ନା ତାଙ୍କର ବିଶ୍ୱାସଟା ମନ୍ତ୍ରୀ କଣା ମନ୍ତ୍ରୀ ଏବଂ ବଳବାନ ସେନାପତିଙ୍କ ପାଇଁ ଅଛି। ତେଣୁ ଆଖି ନଥିବାରୁ ସେ ତ ଅନ୍ଧ, ପୁଣି ଗୁଣ କର୍ମ ଯୋଗୁଁ ମଧ୍ୟ ବିବେକ ଅନ୍ଧ। ରାଜା ଆଦେଶ ଦେଲେ ଆଦ୍ୟାଶା ଓ ଆଦ୍ୟଭାନୁକୁ ବନ୍ଦୀ କର। ରାଜସଭାରେ ଦଣ୍ଡବିଧାନ କରାଯିବ। ପରଦିନ ରାଜସଭା ବସିଲା। ବଳବାନ ସେନାପତି ଓ କରିତ୍କର୍ମା ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜା ସୁନ୍ଦରଭାନୁ, ଆଦ୍ୟାଶା ଓ ଆଦ୍ୟଭାନୁଙ୍କ ପାଇଁ ଦଣ୍ଡ ନିର୍ଦ୍ଧାରଣ କଲେ ଏବଂ ଦଣ୍ଡ ଅନୁସାରେ କଟୁଆଳ ଦୂତମାନଙ୍କ ସହ ଯାଇ ଆଦ୍ୟାଶା ଓ ଆଦ୍ୟଭାନୁକୁ ଜଙ୍ଗଲ ମଧ୍ୟରେ ମାରିବ। ମାନେ ଦୁଇ ଜଣକୁ ମାରି ତାଙ୍କର ରକ୍ତ ଦୁଇଟି ଠେକିରେ ଆଣି ପୁରାଇକି ଆଣିବ, ଯାହାର ପ୍ରମାଣ ରାଜା ରାଜଦରବାରରେ ଦେବ ସେଇ ରକ୍ତ ଯେ ସେମାନଙ୍କୁ ମାରିଛନ୍ତି ବୋଲି। ଆଦ୍ୟାଶା ଓ ଆଦ୍ୟଭାନୁଙ୍କର ଦୁଃଖ କହିଲେ ନ ସରେ। କ'ଣ କୁକର୍ମ କରିଛନ୍ତି ଜାଣି ପାରୁନଥାନ୍ତି। ଦଣ୍ଡର ଭୋଗ ପୂର୍ବଜନ୍ମର ଭାଗ୍ୟ ପାଇଁ ନା ଏ ଜନ୍ମର କର୍ମ ପାଇଁ ହେଉଛି, ସେହି ଚିନ୍ତା ଏବଂ ମୃତ୍ୟୁ ଚିନ୍ତା ତାଙ୍କୁ ଘାରୁଥାଏ। ଆଚାର୍ଯ୍ୟ ଗୁରୁ ରାଜକାର୍ଯ୍ୟ ଉପରେ ଧ୍ୟାନ ରଖିଥାନ୍ତି। ଏକଛତ୍ରବାଦୀ ଶାସକର ଶାସନରେ ପ୍ରଜାମାନେ ଅସନ୍ତୁଷ୍ଟ ଓ ଭୟଭୀତ ଥାନ୍ତି। ରାଜାଙ୍କର ଏହି ଦୁର୍ବଳତାର ଲାଭ ଉଠାଇ ଆଚାର୍ଯ୍ୟ ଗୁରୁ ଅସନ୍ତୁଷ୍ଟ ପ୍ରଜାମାନଙ୍କୁ ନେଇ ଏକ ସୈନ୍ୟ ସଂଗଠନ ଗଠନ କଲେ। ପ୍ରଶିକ୍ଷଣ ଓ ପରିଚାଳନାର ଭାର କିଏ? ଆଚାର୍ଯ୍ୟ ଗୁରୁ ବହନ କଲେ। ଆଦ୍ୟାଶା ଓ ଆଦ୍ୟଭାନୁଙ୍କର ଦଣ୍ଡ ଖବର ଆଚାର୍ଯ୍ୟ ଗୁରୁଙ୍କ ପାଖରେ ପହଞ୍ଚି ସାରିଥିଲା। ତେଣୁ ଆଚାର୍ଯ୍ୟ ଗୁରୁ ଜଙ୍ଗଲ ମଧ୍ୟକୁ ଆଦ୍ୟାଶା ଓ ଆଦ୍ୟଭାନୁଙ୍କ ଆଗମନକୁ ଅପେକ୍ଷା କରି ରହିଥିଲେ। ଦୂତମାନଙ୍କ ସହ ଯେତେବେଳେ କଟୁଆଳ ଆଦ୍ୟାଶା ଓ ଆଦ୍ୟଭାନୁକୁ ଜଙ୍ଗଲକୁ ହତ୍ୟା କରିବାକୁ ନେଇ ଗଲେ, ଆଚାର୍ଯ୍ୟ ଗୁରୁ ସେମାନଙ୍କୁ ଅଟକାଇ କହିଲେ, କଟୁଆଳ, ତୁମକୁ ଏ ଦୁଇ ଜଣକୁ ଛାଡ଼ିବାକୁ ପଡ଼ିବ। ଯଦି ନ ଛାଡ଼ିବ ତେବେ ମୋର ସାମ୍ନା କରିବାକୁ ପଡ଼ିବ। ଦେଖ ମୋ ସହିତ କେତେ ଯୋଦ୍ଧା ଅଛନ୍ତି। କଟୁଆଳ ଆଚାର୍ଯ୍ୟ ଗୁରୁଙ୍କ ସହ ଥିବା ସେନାବାହିନୀକୁ ଦେଖି ଡରିଗଲେ। ଆଚାର୍ଯ୍ୟ ଗୁରୁଙ୍କ ଶରଣାପନ୍ନ ହେଲେ। କହିଲେ, ଗୁରୁଦେବ, ମୁଁ ତ ଏ ଦୁଇ ଜଣକୁ ଛାଡ଼ିଦେବି, ହେଲେ ମୋର ଭବିଷ୍ୟତ କାର୍ଯ୍ୟଧାରା ବିଷୟରେ ଆପଣ କୁହନ୍ତୁ, ପଥ ପ୍ରଦର୍ଶକ ହୁଅନ୍ତୁ। ଆଚାର୍ଯ୍ୟ ଗୁରୁ କହିଲେ, ତୁମେ ଏ ଦୁଇ ଜଣକୁ ଛାଡ଼ି ଦୁଇଟି ପଶୁ ଶିକାର କର ଏବଂ ସେଇ ପଶୁଙ୍କର ରକ୍ତ ନେଇ ରାଜଦରବାରକୁ ଯାଅ। ଯଦି ତୁମ ଭିତରୁ କେହି ଏଥିରେ ଉଲ୍ଲଂଘନ କର ତେବେ ସେ ମୋର ଶିକାର ହେବ। ଯଦି କେହି ରାଜା ପାଖରେ ପ୍ରକାଶ କରେ ସେ ରାଜାର ଶିକାର ହେବ, ତା ନହେଲେ ମୋର ଶିକାର ହେବ। ଆଚାର୍ଯ୍ୟ ଗୁରୁଙ୍କ ଭୟରେ ଆଚାର୍ଯ୍ୟ ଗୁରୁଙ୍କ କଥାରେ ସମସ୍ତ କାମ କଲେ ଏବଂ ଆଦ୍ୟାଶା ଓ ଆଦ୍ୟଭାନୁକୁ ବଣରେ ଛାଡ଼ି ପଶୁ ଶିକାର କରି ପଶୁ ରକ୍ତ ନେଇ ଆସିଲେ ଏବଂ ରାଜାଙ୍କୁ ଦେଖାଇଲେ। ଏହା ଦେଖି ସେନାପତି ବଳବାନ ବହୁତ ଖୁସି ହେଲେ ଏବଂ ଦ୍ୱିତୀୟ ଚକ୍ରାନ୍ତ କରିବାକୁ ଲାଗିଲେ। ରାଣୀ ବିଦିଶାଙ୍କୁ କହିଲେ, ତୁମେ ଏବେ ବିଳମ୍ବ ନ କରି ଖାଦ୍ୟରେ ବିଷ ଦିଅ। ଅନ୍ଧ ସୁନ୍ଦରଭାନୁର ମୃତ୍ୟୁ ପରେ ତୁମେ ହେବ ମୋର ରାଣୀ ଏବଂ ଆମେ ଦୁହେଁ ଶାସନ କରିବୁ। ତାପରେ ବିଦ୍ୟଭାନୁକୁ ରାଜଗାଦି ସମର୍ପି ଦେବୁ। ସେନାପତି ବଳବାନଙ୍କ କହିବା ଅନୁସାରେ ରାଣୀ ବିଦିଶା ଖାଦ୍ୟରେ ବିଷ ଦେଇ ସୁନ୍ଦରଭାନୁକୁ ମାରିଦେଲା। ରାଜା ସ୍ୱାମୀକୁ ମାରିଦେଲା। ରାଜା ସୁନ୍ଦରଭାନୁଙ୍କ ମୃତ୍ୟୁ ପରେ ସେନାପତି ରାଜଗାଦି ସମ୍ଭାଳିଲା ଏବଂ ରାଜ୍ୟର ରାଜା ହେଲା। ରାଣୀ ବିଦିଶା ଏବଂ ବିଦ୍ୟଭାନୁକୁ ବନ୍ଦୀ କରି କାରାଗାରରେ ଭର୍ତ୍ତି କଲା। ରାଜା ସୁନ୍ଦରଭାନୁକୁ ବିଷ ଦେଇ ହତ୍ୟା କରିଥିବା ଅପରାଧରେ ରାଜସଭାରେ ରାଜଦଣ୍ଡ ହିସାବରେ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଲା। ସମୟ ସୂଚୀ ଅନୁସାରେ ରାଣୀ ବିଦିଶା ଓ ବିଦ୍ୟଭାନୁକୁ ଫାଶୀ ଦିଆଗଲା। ତାଙ୍କ କର୍ମର ଫଳ ପ୍ରାପ୍ତ ହେଲେ।
ଗୁରୁ ଆଚାର୍ଯ୍ୟଙ୍କର ସୈନ୍ୟବାହିନୀଙ୍କର ବିଷୟରେ କିଛି ଦିନ ପରେ ରାଜା ବଳବାନ ଜାଣିବାକୁ ପାଇଲେ। ସେତେବେଳକୁ ଆଚାର୍ଯ୍ୟ ଗୁରୁଙ୍କ ସେନାବାହିନୀ ଅଧିକ ଶକ୍ତିଶାଳୀ ହୋଇଯାଇଥିଲା। ପ୍ରଜାମାନେ ଅତ୍ୟାଚାରୀ ରାଜା ବଳବାନଙ୍କ ଉପରେ ବହୁତ ଅସନ୍ତୁଷ୍ଟ ଥିଲେ। ତେଣୁ ସେମାନେ ବହୁତ ସଂଖ୍ୟାରେ ଆଚାର୍ଯ୍ୟ ଗୁରୁଙ୍କ ସେନାବାହିନୀରେ ଯୋଗ ଦେଇଥିଲେ ଏବଂ ଆଚାର୍ଯ୍ୟ ଗୁରୁଙ୍କ ସପକ୍ଷରେ ଥିଲେ। ରାଣୀ ଆଦ୍ୟାଶାଙ୍କ ପୁତ୍ର ଆଦ୍ୟଭାନୁକୁ ସମସ୍ତ ଯୁଦ୍ଧ ବିଦ୍ୟାରେ ପରାଙ୍ଗମ କରାଇଥିଲେ କି ଆଚାର୍ଯ୍ୟ ଗୁରୁ। ସେନାପତି ଭାବରେ ନିଯୁକ୍ତ ଦେଲେ ଆଦ୍ୟଭାନୁକୁ। ବଳବାନ ସୈନ୍ୟ ସାମନ୍ତ ଧରି ଯେତେବେଳେ ଆଚାର୍ଯ୍ୟ ଗୁରୁଙ୍କୁ ସବୁଦିନ ପାଇଁ ତାଙ୍କ ରାସ୍ତାରୁ ହଟାଇବାକୁ ଆସିଲେ, ସେତେବେଳେ କ'ଣ ହେଲା? ଯୁଦ୍ଧ ଆରମ୍ଭ ହେଲା। ଯୁଦ୍ଧରେ ଆଚାର୍ଯ୍ୟ ଗୁରୁଙ୍କ ସେନାବାହିନୀକୁ ସାମ୍ନା କରୁଥିବା ବେଳେ ବଳବାନଙ୍କର ସେନା ଦୁର୍ବଳ ହୋଇଯାଉଥିଲା। କରିତ୍କର୍ମା କଣା ମନ୍ତ୍ରୀ ଯୁଦ୍ଧରେ ନିହତ ହୋଇଗଲେ। ମନ୍ତ୍ରୀଙ୍କର ମୃତ୍ୟୁ ପରେ ରାଜା ବଳବାନ ଅଧିକ ଦୁର୍ବଳ ହେଲେ। ଶେଷରେ ରାଜା ବଳବାନଙ୍କର ମୃତ୍ୟୁ ହେଲା। ଆଚାର୍ଯ୍ୟ ଗୁରୁଙ୍କର ସେନା ଯୁଦ୍ଧରେ ବିଜୟ ଲାଭ କଲା। ଆଚାର୍ଯ୍ୟ ଗୁରୁ ଆଦ୍ୟଭାନୁକୁ ରାଜା ଭାବରେ ଅଭିଷେକ କରାଇଲେ। ଆଦ୍ୟଭାନୁ ରାଜଗୁରୁ ଭାବେ ଆଚାର୍ଯ୍ୟ ଗୁରୁଙ୍କୁ ପୂଜ୍ୟ ଆସନରେ ବସାଇଲେ। ରାଜମାତା ଭାବେ ଆଦ୍ୟାଶା ରହିଲେ। ଅନ୍ଧ ରାଜ୍ୟର ଅନ୍ଧାରୀ ଶାସନରୁ ଲୋକମାନେ ମୁକ୍ତି ପାଇଲେ। ଅନ୍ଧ ରାଜାକୁ କଣା ମନ୍ତ୍ରୀ ହେଲେ। ଏପରି ଶାସନ ଚାଲେ ବୋଲି ରାଜ୍ୟବାସୀ ଦେଖିଲେ। ଏଭଳି ଶାସନର ପୁଣି ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କଲେ। ରବୀନ୍ଦ୍ର କୋହ୍ଲାରୀଙ୍କ ରଚନାରୁ ଗପଟି ଶୁଣିଲା। ଜୟ ଜଗନ୍ନାଥ।